ପୁଣି ସେ ଛୁଆଁ ଛୁଆଁ ଭେଦଭାବ ବିଷୟରେ ଆଉ ପଦେ କହିବା। ଆଦିମ ମନୁଷ୍ୟମାନେ କିସ ଖାଇ କରି ଥିଲେ ସେ ବନେ ସୁଜନେ ଗୋ ଏହା ଚିନ୍ତା କେ କରିଛ ଦିନେ ସୁଜନେ ଗୋ ଖାଇବାକୁ ତାଙ୍କ ନାହିଁ ପିନ୍ଧିବାକୁ ବସ୍ତ୍ର କିଏ ଦେବଇ ସୁଜନେ ଗୋ ଜାତି ବାରିବେ ସେ ଅବା କାହିଁ ସୁଜନେ ଗୋ। ଆମର ପୂର୍ବପୁରୁଷମାନେ ଯେଉଁ ଥିଲେ ପୂର୍ବଜ ବହୁ ପୁରାତନ ଆଦିମ ମଣିଷମାନେ ସେମାନେ ଜଙ୍ଗଲରେ ରହୁଥିଲେ ଏକାଠି ବଣରୁ ଫଳମୂଳ ଖାଉଥିଲେ ଜୀବଜନ୍ତୁ ମାରିକି ଖାଉଥିଲେ ତାଙ୍କର ଛୁଆଁ ଭେଦଭାବ କିଛି ନଥିଲା। ଆମମାନେ ତାଙ୍କରି ବଂଶଧର ୟାକୁ ଚିନ୍ତା ରଖିବାକୁ ପଡ଼ିବ। ଛୁଆଁ ଛୁଆଁ ଭେଦଭାବ ତ ନୁହଁ ଠିକ୍ ନୁହଁ କିନ୍ତୁ ଯିଏ ବାରୁଛି ତାଙ୍କ ପାଇଁ ମୁଁ ଏ ଗୀତଟା ଟିକେ କରିଛି। ଏ ଖରାପ ଭାବନ୍ତୁ ଭଲ ସେଥିରେ ମୋର କିଛି ଆସେ ନାହିଁ ମୋତେ ଯାହା ସ୍ମରଣ ହେଲା ମୁଁ ତାହା ଲେଖିଛି। ଆଦିମ ମନୁଷ୍ୟମାନେ ସେମାନଙ୍କର ଗୋଟିଏ ଏକତା ଥିଲା ସେମାନେ ସବୁ ଏକାଠି ରହୁଥିଲେ ଜଙ୍ଗଲରେ ତାଙ୍କର ପିନ୍ଧିବାକୁ ନଥିଲା ଖାଇବାକୁ ନଥିଲା। ଆମେ ତାଙ୍କରି ବଂଶଧର ଜାତି କେଉଁଠୁ ସୃଷ୍ଟି ହେଲା ପୃଥିବୀ କେମିତି ହେଲା କେହି କହିପାରିବେନି। ସବୁ ଅନୁମାନ ହନୁମାନ କେହି କହିପାରିବେନି। ସମୁଦ୍ର କିଏ ସୃଷ୍ଟି କରିଥିଲା କିଏ କହିବ? ନଈ କେମିତି ଖୋଳା ହେଇଛି କିଏ କହିବ? ଜହ୍ନ କିଏ ଆକାଶରେ ଖଞ୍ଚିଛି କିଏ କହିବ? ସୂର୍ଯ୍ୟ କିଏ ଆକାଶରେ ବସେଇଛି କିଏ କହିବ? କେହି କହିପାରିବେନି। ଯିଏ କହିବ ସେ କିଛି ଜାଣିନି। ତେଣୁକରି ଏସବୁ ପୂର୍ବ କଥା ତାକୁ ଟିକେ ସ୍ମରଣ କରି ରଖିବାକୁ ପଡ଼ିବ। ଏତେଟା ବାରଣ ଯେତିକି ଆବଶ୍ୟକ କରନ୍ତୁ ଏତେଟା ବାରଣ କରିବା ଉଚିତ ନୁହେଁ।